Hello students, welcome to our channel Master Subhash Puri। ଆଜି ପଢ଼ିବା ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ବହିର ଗଦ୍ୟ ବିଭାଗ ପ୍ରଥମ ଗଦ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନୀ ଓ ସାହିତ୍ୟ କୃତିର MCQ। ଓକେ, ଦେଖ MCQ ଆଜି ପଢ଼ିବା। ନମ୍ବର 1, ଓକିଲାତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାଗବତ ବାବୁ କେଉଁଠାରେ ଓକିଲାତି କଲେ? ଆନ୍ସର ଆସିଲା ବାଲେଶ୍ୱର। କିଏ ଭାଗବତ ବାବୁଙ୍କର ଦୂର ସମ୍ପର୍କୀୟ ଥିଲେ? ଉମାଚରଣ ଦାସ। କେତେ ମସିହାରେ ଉମାଚରଣ ନିଜର ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଗଲେ? 1906 ମସିହା। କେଉଁ ସ୍କୁଲରେ ଲକ୍ଷ୍ମୀକାନ୍ତ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ? ବାଲେଶ୍ୱର ଜିଲ୍ଲା ସ୍କୁଲ। ଲକ୍ଷ୍ମୀକାନ୍ତ କେଉଁ କଲେଜରେ ଆଇଏ ପଢ଼ିଲେ? କଟକସ୍ଥ ରେଭେନ୍ସା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ କେବେ ହୋଇଥିଲା? 1888 ମସିହା ଡିସେମ୍ବର 9 ତାରିଖ। କାନ୍ତକବିଙ୍କ ଜନ୍ମ କେଉଁ ବାରରେ ହୋଇଥିଲା? ଗୁରୁବାର। କାନ୍ତକବିଙ୍କ ପିତାଙ୍କ ନାମ କଣ ଥିଲା? ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। କାନ୍ତକବିଙ୍କ ମାତାଙ୍କ ନାମ କଣ ଥିଲା? ରାଧାମଣୀ। ଲକ୍ଷ୍ମୀକାନ୍ତ ଜନ୍ମ ହେବା ବେଳକୁ ଭାଗବତ ପ୍ରସାଦ କେଉଁ ସ୍କୁଲରେ ଶିକ୍ଷକତା କରୁଥିଲେ? କଟକ ଏକାଡେମୀ। ଲକ୍ଷ୍ମୀକାନ୍ତ କେଉଁ କଲେଜରେ ବିଏ ପଢ଼ିବା ପାଇଁ ପ୍ରଥମେ ନାମ ଲେଖାଇଲେ? କଲିକତାର ରିପନ କଲେଜ। ଲକ୍ଷ୍ମୀକାନ୍ତ ବିବାହ କାହା ସହ ହୋଇଥିଲା? ଲବଙ୍ଗଲତା। ଲବଙ୍ଗଲତାଙ୍କ ପିତାଙ୍କ ନାମ କଣ ଥିଲା? ଲାଲମୋହନ ଦାସ। ଲାଲମୋହନ ଦାସଙ୍କ ଘର କେଉଁଠାରେ? ବାଲେଶ୍ୱରର ସୁନହଟ। ଲଣ୍ଡନରେ କେଉଁ ସମ୍ରାଟଙ୍କ ଅଭିଷେକ ଉତ୍ସବ ଉଦ୍ଦେଶ୍ୟରେ ଭାରତବର୍ଷରେ ସମାରୋହରେ ଉତ୍ସବମାନ କରାଯାଉଥିଲା? ପଞ୍ଚମ ଜର୍ଜ। 1912 ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ କେଉଁ ନାଟକର ଅଭିନୟ କରି ଲକ୍ଷ୍ମୀକାନ୍ତ ଉଚ୍ଚ ପ୍ରଶଂସିତ ହୋଇଥିଲେ? କାଞ୍ଚି କାବେରୀ। ମୁକୁର ପତ୍ରିକାର ସମ୍ପାଦକ କିଏ ଥିଲେ? ବ୍ରଜସୁନ୍ଦର ଦାସ। ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ କିଏ ଥିଲେ? ବିଶ୍ୱନାଥ କର। ଲକ୍ଷ୍ମୀକାନ୍ତ କବିତା ଲେଖା ପାଇଁ ରେଭେନ୍ସା ଛାତ୍ରାବାସରେ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ଉତ୍କଳମଣି ଗୋପବନ୍ଧୁ ଦାସ। ଆଇଏ ପଢ଼ିଲା ବେଳକୁ କାନ୍ତକବି ଲେଖା କାହା ଦ୍ୱାରା ପ୍ରଶଂସା ପାଇଥିଲା? ଫକୀରମୋହନ ସେନାପତି। ଦୀନ ଦୁଃଖୀ ବ୍ୟାଧି ପୀଡ଼ିତ ଜନତାଙ୍କ ନିମନ୍ତେ କିଏ ଗୋଟିଏ ସେବା ସଂସ୍ଥା ଗଠନ କରିଥିଲେ? ହେମଚନ୍ଦ୍ର ସରକାର। କବିତା ରଚନା କରୁଥିବା ଲକ୍ଷ୍ମୀକାନ୍ତଙ୍କୁ ତାଙ୍କ ସାଙ୍ଗସାଥୀମାନେ କଣ ଡାକୁଥିଲେ? କାନ୍ତ କବି। କେଉଁ ମସିହାରେ ଭଦ୍ରକ ହାଇସ୍କୁଲ ଏକ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଘୋଷଣା କରାଯାଇଥିଲା? 1934। ଭଦ୍ରକ ହାଇସ୍କୁଲରେ ସମ୍ବର୍ଦ୍ଧନା ସଭାରେ କିଏ ସଭାପତିତ୍ୱ କରିଥିଲେ? କବି ଚିନ୍ତାମଣି ମହାନ୍ତି। ଭଦ୍ରକ ହାଇସ୍କୁଲରେ ସମ୍ବର୍ଦ୍ଧନା ସଭାରେ କିଏ ମୁଖ୍ୟ ଉଦ୍ୟୋକ୍ତା ଥିଲେ? ଲକ୍ଷ୍ମୀ ନାରାୟଣ ସାହୁ। ରେଭେନ୍ସା ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ କେଉଁ ମସିହାରେ ବିଏ ପାସ୍ କଲେ? 1913। ଉମାଚରଣ 1913 ମସିହା ବେଳକୁ କେଉଁଠି ଚାକିରି କରୁଥିଲେ? ପୁରୀ। ଉମାଚରଣ ପୁରୀରେ କେଉଁ ସାହିରେ ବସା କରି ରହୁଥିଲେ? କୁଣ୍ଢେଇବେଣ୍ଟ ସାହି।
ଲକ୍ଷ୍ମୀକାନ୍ତକୁ କ'ଣ ପଢ଼ିବା ପାଇଁ ଉମାଚରଣ ପରାମର୍ଶ ଦେଲେ? ବି.ଏଲ୍. ଲକ୍ଷ୍ମୀକାନ୍ତ ପୁରୀରୁ ଫେରିବା ପରେ ତାଙ୍କୁ କେଉଁ ରୋଗ ହୋଇଥିଲା? ଜ୍ୱର। ଜ୍ୱର ଛାଡ଼ିଯିବା ପରେ ଲକ୍ଷ୍ମୀକାନ୍ତଙ୍କ ଶରୀରରେ କାହାର ଉପସର୍ଗ ପ୍ରକାଶ ପାଇଲା? ଦୁରାରୋଗ୍ୟ ବ୍ୟାଧି। ଲକ୍ଷ୍ମୀକାନ୍ତ କେଉଁ ସ୍ତରର ବିକଳାଙ୍ଗ ହୋଇଗଲେ? ଶାରୀରିକ। ଲକ୍ଷ୍ମୀକାନ୍ତ କେଉଁ ବ୍ୟକ୍ତିଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ? କୁଳଗୁରୁ ବାବାଜୀ ରାମଦାସ। ଲକ୍ଷ୍ମୀକାନ୍ତଙ୍କ କୁଳଦେବତା କିଏ ଥିଲେ? ଗୋପୀନାଥ। ଲକ୍ଷ୍ମୀକାନ୍ତଙ୍କର କେତେଜଣ ସାନ ଭାଇ ଥିଲେ? 3 ଜଣ। ଲକ୍ଷ୍ମୀକାନ୍ତଙ୍କର କେତେଜଣ ସାନ ଭଉଣୀ ଥିଲେ? 8 ଜଣ। ପିତା ଭାଗବତ ବଡ଼ ପୁଅର ଭବିଷ୍ୟତ ପାଇଁ କେଉଁ ସମ୍ପତ୍ତିର ଉତ୍ତରାଧିକାରୀ କରାଇଥିଲେ? ଇଷ୍ଟଦେବ ଗୋପୀନାଥ ନାମରେ ଥିବା ପୈତୃକ ସମ୍ପତ୍ତି। ଉତ୍କଳ ସମ୍ମିଳନୀର ନେତୃତ୍ୱ କିଏ ନେଇଥିଲେ? ଉତ୍କଳ ଗୌରବ ମଧୁସୂଦନ ଦାସ। 1912 ମସିହା ଉତ୍କଳ ସମ୍ମିଳନୀର ଅଧିବେଶନରେ କେଉଁ କବିତା ଗାନ କରାଯାଇଥିଲା? ବନ୍ଦେ ଉତ୍କଳ ଜନନୀ। ମହାତ୍ମା ଗାନ୍ଧୀ କେତେ ମସିହାରେ ଅସହଯୋଗ ଆନ୍ଦୋଳନ ଡାକରା ଦେଇଥିଲେ? 1921 ମସିହା। ଲକ୍ଷ୍ମୀକାନ୍ତଙ୍କ ଅସହଯୋଗୀର ଆତ୍ମକଥା ଲେଖାଟି କେଉଁ ପତ୍ରିକାରେ ପ୍ରକାଶ ହୋଇଥିଲା? ଉତ୍କଳ ସାହିତ୍ୟ। ଲକ୍ଷ୍ମୀକାନ୍ତଙ୍କ ଅସହଯୋଗର ଆତ୍ମକଥାବଳୀ ମନୋରମ ଗଦ୍ୟ କେଉଁ ମସିହାରେ ପ୍ରକାଶ ପାଇଥିଲା? 1926-27। ଅସହଯୋଗର ଆତ୍ମକଥା ଲେଖାଟି ଉତ୍କଳ ସାହିତ୍ୟ ପତ୍ରିକାର କେତୋଟି ସଂଖ୍ୟାରେ ପ୍ରକାଶ ପାଇଥିଲା? 5ଟି। ସାପ୍ତାହିକ ପତ୍ରିକା ପ୍ରଜାତନ୍ତ୍ର କେଉଁଠାରେ ପ୍ରକାଶ ପାଉଥିଲା? ବାଲେଶ୍ୱର। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଉପନ୍ୟାସର ନାମ କ'ଣ? କଣା-ମାମୁଁ। ଲକ୍ଷ୍ମୀକାନ୍ତଙ୍କ ସାନ ଭାଇଙ୍କର ନାମ କ'ଣ ଥିଲା? କମଳାକାନ୍ତ। ଲକ୍ଷ୍ମୀକାନ୍ତଙ୍କ ଦୁଇ ପୁତ୍ରଙ୍କ ନାମ କ'ଣ ଥିଲା? ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର। ଗୌରଗୋପାଳ ଦାସ ଯିଏକି ସ୍ୱାଧୀନତା ସଂଗ୍ରାମର ଯୋଗ ଦେଇ କାରାବରଣ କରିଥିଲେ, ସେ ସମ୍ପର୍କରେ ଲକ୍ଷ୍ମୀକାନ୍ତଙ୍କର କ'ଣ ହେବେ? ଭଣଜା। ଲକ୍ଷ୍ମୀକାନ୍ତଙ୍କ ଦୁଇ ଭଉଣୀ ଯିଏକି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ କାରାବରଣ କରିଥିଲେ, ତାଙ୍କର ନାମ କ'ଣ ଥିଲା? କୋକିଳା ଦେବୀ ଓ ଜାହ୍ନବୀ ଦେବୀ। ଲକ୍ଷ୍ମୀକାନ୍ତ କେବେ ଗୋପୀନାଥ ସଙ୍ଗୀତ ସମାଜ ଗଠନ କରିଥିଲେ? 1921 ମସିହା। ଗୋପୀନାଥ ସଙ୍ଗୀତ ସମାଜ ଅନୁଷ୍ଠାନର ଆୟୁକାଳ କେତେ ବର୍ଷ ଥିଲା? 5 ବର୍ଷ। ଲକ୍ଷ୍ମୀକାନ୍ତ କେଉଁ ମସିହାରେ ଗୋପୀନାଥ ପ୍ରେସ ସ୍ଥାପନା କଲେ? 1929 ମସିହା। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ସ୍ଥାନରେ ଗୋପୀନାଥ ପ୍ରେସ ସ୍ଥାପନା କରିଥିଲେ? ଭଦ୍ରକ। କାହାର ବାଣୀ ଓ ଆଦର୍ଶ ପ୍ରତି ଅନୁରାଗୀ ହୋଇ କାନ୍ତକବି ଅନେକ କବିତା ରଚନା କରିଥିଲେ? ମହାତ୍ମା ଗାନ୍ଧୀ। କାନ୍ତକବି ଜୀବନର ଅବସାନ କେବେ ଘଟିଲା? 1953 ଫେବୃଆରୀ 24। କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରନାଥ ଚମ୍ପୁର ବ୍ୟଙ୍ଗାତ୍ମକ ଅନୁକରଣ ହେଉଛି କାନ୍ତକବି କେଉଁ କାବ୍ୟ? କାନ୍ତକବିଙ୍କ କେଉଁ କାବ୍ୟ? ଚଟକ ଚନ୍ଦ୍ରହାସ ଚମ୍ପୁ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣିର କଳାମାଣିକରେ ଛାନ୍ଦ ଅନୁସରଣରେ କାନ୍ତକବିଙ୍କ କେଉଁ ଲାଳିକା ରଚିତ? ଧଳାମାଣିକ। ଫକୀରମୋହନ ସେନାପତିଙ୍କ ଉତ୍କଳ ଭ୍ରମଣ ଅନୁସରଣରେ ଲକ୍ଷ୍ମୀକାନ୍ତ କେଉଁ ଲାଳିକା ରଚନା କରିଛନ୍ତି? କଟକ ସଫର। କେଉଁଟି କାନ୍ତକବିଙ୍କ ପ୍ରହସନ ରଚନା ନୁହେଁ? ବାଜି।
କାନ୍ତ କବିଙ୍କ ପୌରାଣିକ କାହାଣୀ ସଂକଳନ ନାମ କଣ? ପିଲାଙ୍କ କଥା। କାନ୍ତ କବିଙ୍କ ଯୁଗବତାର କାବ୍ୟରେ କାହାକୁ ଯୁଗବତାର ଭାବରେ ବର୍ଣ୍ଣନା କରାଯାଇଛି? ମହାତ୍ମା ଗାନ୍ଧୀ। କାନ୍ତ କବିଙ୍କ ରଚିତ ଆଧ୍ୟାତ୍ମବାଦୀ ଗୀତ ଗୁଡ଼ିକର ସଂକଳନର ନାମ କଣ? ଜୀବନ ସଙ୍ଗୀତ। କାନ୍ତ କବିଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଜାତୀୟ ସଙ୍ଗୀତ କେଉଁ କବିତା ସଂକଳନରେ ସ୍ଥାନିତ? ଜୀବନ ସଙ୍ଗୀତ। କାନ୍ତ କବିଙ୍କ କେଉଁ କବିତା ଓଡ଼ିଶା ସରକାରଙ୍କ ତରଫରୁ ସମ୍ପ୍ରତି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି? ବନ୍ଦେ ଉତ୍କଳ ଜନନୀ। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଡ୍ୟାସ୍? ବୈଷ୍ଣବ। କାନ୍ତ କବିଙ୍କ ଜୀବଜନ୍ତୁ ସମ୍ବନ୍ଧୀୟ ପଦ୍ୟମୟୀ କୃତିର ନାମ କଣ? ଚିଡ଼ିଆଖାନା। କାନ୍ତ କବିଙ୍କ ପାଠମାଳା ଓ ସାହିତ୍ୟ ସୁଧାକର ପୁସ୍ତକ ଦୁଇଟି କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ? କିଶୋରମାନଙ୍କ ପାଇଁ। କାନ୍ତ କବିଙ୍କ ବୁଢ଼ା ଶଙ୍ଖାରୀ ଗଳ୍ପରେ କେଉଁ ଭାବ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରୁଛି? ପ୍ରେମ ଓ କରୁଣ ଭାବ। କାନ୍ତ କବିଙ୍କ କେଉଁ ପୁସ୍ତକକୁ କେହି କେହି ରବୀନ୍ଦ୍ରନାଥ ଠାକୁରଙ୍କ ଗୀତାଞ୍ଜଳି ତୁଲ୍ୟ ମହାନ କୀର୍ତ୍ତି ବୋଲି କହିଥାନ୍ତି? ଜୀବନ ସଙ୍ଗୀତ। କବିବର ରାଧାନାଥ ରାୟଙ୍କ ବିରଚିତ ଚିଲିକା ରୀତିରେ ଲକ୍ଷ୍ମୀକାନ୍ତ କେଉଁ ପୁସ୍ତକ ରଚନା କରିଛନ୍ତି? ବୈତରଣୀ। MCQ ସରିଲା ପ୍ରଥମ ଗଦ୍ୟ। ତାପରେ ଆମେ ପଢିବା ନନ୍ ଡିଟେଲର ପ୍ରଥମ ନନ୍ ଡିଟେଲ MCQ। ଓକେ, ଥ୍ୟାଙ୍କ୍ସ।